ମୋନାକୁ 5 ବର୍ଷ ହୋଇଥାଏ। ପ୍ରଥମ ଥର ପାଇଁ ମୋନା ସ୍କୁଲ ଗଲା। ପ୍ରଥମ ଦିନ ସ୍କୁଲରେ କେହି ତା ସାଙ୍ଗରେ ସାଙ୍ଗ ହେଲେ ନାହିଁ। ସେ ଦୁଃଖରେ ସ୍କୁଲରୁ ଫେରିଲା। ରାତିରେ ତାକୁ ଆଉ ନିଦ ହେଉନଥାଏ। ସେ ମନ ଦୁଃଖରେ ବସିଥାଏ। କଣ ହେଇଛି ମୋନା, ତୁ ଦୁଃଖୀ ଥିଲେ ବୋଲି ଜଣା ପଡୁଛୁ। ଜେଜେମା, ସ୍କୁଲରେ ମୋ ସହ କେହି ସାଙ୍ଗ ହଉନାହାନ୍ତି। କାଲିଠୁ ମୁଁ ସ୍କୁଲ ଯିବିନି। ମୋନା, ଚାଲ ମୁଁ ତତେ ଗୋଟେ କାହାଣୀ ଶୁଣଉଛି। ଗୋଟିଏ ଛୋଟ ତାରା ଥିଲା। ସେ ବହୁତ ଏକା ଲାଗୁଥିଲା। ଦିନେ ବାଦଲ ରାଜା ତା ପାଖକୁ ଆସି ପଚାରିଲେ, କଣ ହେଉଛି? ତୁମ ମନ ଭଲ ନାହିଁ କି? ତାରା କହିଲା, କେହି ମୋ ସହ ବି ସାଙ୍ଗ ହେଉନାହାନ୍ତି। ବାଦଲ ରାଜା ହସିକି କହିଲେ, କିଏ କହିଲା ତମ ସହ କେହି ସାଙ୍ଗ ହେଉନାହାନ୍ତି? ମୁଁ ତମ ସହ ଅଛି। ଚନ୍ଦ୍ରମାମା ବି ତମ ସହ ଅଛି। ତମେ ସତରେ ଏକା ନୁହଁ। ଆମେ ସବୁବେଳେ ଏକା ନଥାଉ। କେହି ନା କେହି ଆମ ସାଙ୍ଗରେ ଥାଆନ୍ତି। ସେଇଦିନ ଠାରୁ ତାରା ଆକାଶରେ ବେଶୀ ଚମକିବାକୁ ଲାଗିଲା। ମୋନା, ଚାଲ ମୁଁ ତତେ ଗୋଟେ କାହାଣୀ ଶୁଣଉଛି। ଗୋଟିଏ ଛୋଟ ତାରା ଥିଲା। ସେ ବହୁତ ଏକା ଲାଗୁଥିଲା। ଦିନେ ବାଦଲ ରାଜା ତା ପାଖକୁ ଆସି ପଚାରିଲେ, କଣ ହେଉଛି? ତୁମ ମନ ଭଲ ନାହିଁ କି? ତାରା କହିଲା, କେହି ମୋ ସହ ବି ସାଙ୍ଗ ହେଉନାହାନ୍ତି। ବାଦଲ ରାଜା ହସିକି କହିଲେ, କିଏ କହିଲା ତମ ସହ କେହି ସାଙ୍ଗ ହେଉନାହାନ୍ତି? ମୁଁ ତମ ସହ ଅଛି। ଚନ୍ଦ୍ରମାମା ବି ତମ ସହ ଅଛି। ତମେ ସତରେ ଏକା ନୁହଁ। ଆମେ ସବୁବେଳେ ଏକା ନଥାଉ। କେହି ନା କେହି ଆମ ସାଙ୍ଗରେ ଥାଆନ୍ତି। ସେଇଦିନ ଠାରୁ ତାରା ଆକାଶରେ ବେଶୀ ଚମକିବାକୁ ଲାଗିଲା। ଜେଜେମା, ସ୍କୁଲରେ ମୋ ସହ କେହି ସାଙ୍ଗ ହଉନାହାନ୍ତି। କାଲିଠୁ ମୁଁ ସ୍କୁଲ ଯିବିନି। ମୋନାକୁ 5 ବର୍ଷ ହୋଇଥାଏ। ପ୍ରଥମ ଥର ପାଇଁ ମୋନା ସ୍କୁଲ ଗଲା। ପ୍ରଥମ ଦିନ ସ୍କୁଲରେ କେହି ତା ସାଙ୍ଗରେ ସାଙ୍ଗ ହେଲେ ନାହିଁ। ସେ ଦୁଃଖରେ ସ୍କୁଲରୁ ଫେରିଲା। ରାତିରେ ତାକୁ ଆଉ ନିଦ ହେଉନଥାଏ। ସେ ମନ ଦୁଃଖରେ ବସିଥାଏ। କଣ ହେଇଛି ମୋନା, ତୁ ଦୁଃଖୀ ଥିଲେ ବୋଲି ଜଣା ପଡୁଛୁ। ଜେଜେମା, ସ୍କୁଲରେ ମୋ ସହ କେହି ସାଙ୍ଗ ହଉନାହାନ୍ତି। କାଲିଠୁ ମୁଁ ସ୍କୁଲ ଯିବିନି। ମୋନା, ଚାଲ ମୁଁ ତତେ ଗୋଟେ କାହାଣୀ ଶୁଣଉଛି। ଗୋଟିଏ ଛୋଟ ତାରା ଥିଲା। ସେ ବହୁତ ଏକା ଲାଗୁଥିଲା। ଦିନେ ବାଦଲ ରାଜା ତା ପାଖକୁ ଆସି ପଚାରିଲେ, କଣ ହେଉଛି? ତୁମ ମନ ଭଲ ନାହିଁ କି? ତାରା କହିଲା, କେହି ମୋ ସହ ବି ସାଙ୍ଗ ହେଉନାହାନ୍ତି। ବାଦଲ ରାଜା ହସିକି କହିଲେ, କିଏ କହିଲା ତମ ସହ କେହି ସାଙ୍ଗ ହେଉନାହାନ୍ତି? ମୁଁ ତମ ସହ ଅଛି। ଚନ୍ଦ୍ରମାମା ବି ତମ ସହ ଅଛି। ତମେ ସତରେ ଏକା ନୁହଁ। ଆମେ ସବୁବେଳେ ଏକା ନଥାଉ। କେହି ନା କେହି ଆମ ସାଙ୍ଗରେ ଥାଆନ୍ତି। ସେଇଦିନ ଠାରୁ ତାରା ଆକାଶରେ ବେଶୀ ଚମକିବାକୁ ଲାଗିଲା।